प्रभु को महान नाम धन्यवाद हो सामान सुंदर अवकाश देते सानिध्य मध्य आसवाई से प्रभु को अशेष धन्यवाद दी पुणी उत्कल बाप्टिस्ट मंडली समिति सम्मिलन 50तम अधिवेशन और जोवेल विशेष कार्यक्रम आपण मान प्रभु को दास भाव में ख्रीष्ट नमस्कार जनाए समस्त को नमस्कार प्रभु आपण मान प्रत्येक को बाहुल्य रूपे आशीर्वाद करंतु मो प्रभु को धन्यवाद दिए जे प्रभु आज आपण मान गहन रे ताको वाक्य परिवेशन करबा निमंते मते सुयोग दैछंती वास्तव में मो प्रभु को धन्यवाद दिए ता सहित मंच रे बसतिया प्रभु को बरण्य सेवक मान को प्रभु को दास भाव में ख्रीष्ट नमस्कार जनाए समस्त को प्रभु बाहुल्य रूपे आशीर्वाद करंतु इस सभा मत गोटे प्रसंग पद दि जाइए जहाँ पाइबे परम गीत तार 3 अध्याय तार 11 पद लिखा जाउछि आगो सियोनर कन्यागण तुम्हें माने बाहर जाई मुकुट भूषित सोलोमन राजा को देखो ताहाको विवाह दिन रे तांको मनर आनंद दिन रे तांको माता तांको से मुकुट पिंधाई अछंती प्रभु ए पठित वाक्य बुझिबा पे सहायता करू लिखा जाए आगो सियोनर कन्यागण आमे जदि देखिबा सोलोमन को रचित गीत गुलिक पुस्तक गुलिक से प्रथम पुस्तक भाव आसे परम गीत तापर से लिखुंती हितोपदेश तापर लिखुंती उपदेश माने युवा बयस प्रेम गीत को से रचना कर बाइबल गोटे संपूर्ण पुस्तक अटे या अधूरा नुहे तेणु बाइबल रे परम गीत पुस्तक अच्छी अनेक प्रभु सेवक माने परम गीत को संपूर्ण भाव में जीशु मंडली सहित तुलना करती मझी मझे ओडुआरे पड़ जाते कारण ये आप देखिए यहाँ संपूर्ण गोटे प्रेम गीत जड़े व्यक्ति स्त्री को प्रेमिका को जो भल पाती तार अभिव्यक्ति से प्रकाश करते और परवर्ती समय से लिखुंट हितोपदेश अनेक परामर्श दौरान सुपरामर्श दौरान और शेष आड़ को से उपदेश कहते असार 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 आमर प्रसंग पदटी अच्छी आग सियोनर कन्यागण तुम्हें माने बाहर जाई मुकुट भूषित सोलोमन राजा को देखो कौन देखो जे मुकुट भूषित राजा को देखो कौन देखो देखा समय सियोनर कन्या माने कौन करती अहंकारिणी अहंकारिणी माने अहंकार भक्ति ही रही देखो सदाप्रभु कहते सियोनर कन्यागण अहंकारिणी अपना अपना ग्रीवा लंबाई और कटाक्ष करी गमन करती गमन करू करू कौन चंचल पाद संचार और चरण रे ऋण झुण शब्द कर कहीं पढ़ी प्रासंगिक पद नहीं से कहते सियोनर कन्या मान देख तार मां तार पुओ को कौन दे मोर प्रिय भाई भणी माने आज मोर प्रसंगटी हूँ संघर्षर अन्य नाम मां
ସଂଘର୍ଷର ଅନ୍ୟ ନାମ ହଉଛି କଣ? ମା। ମା କଣ କରେ? ସେ ଜୀବନ ସାରା ସଂଘର୍ଷ କରେ। କଣ ପାଇଁ? ପୁଅ ଝିଅକୁ ଏଷ୍ଟାବ୍ଲିଶ କରିବା ପାଇଁ, ପୁଅକୁ ଝିଅକୁ ସ୍ଥାପିତ କରିବା ପାଇଁ ସେ ହଉଛି ମା। କାରଣ ଆମେ ଏ ପ୍ରସଙ୍ଗରେ ପଶିଲା ବେଳକୁ ଦେଖିବୁ ଏତେ ସହଜରେ ସଲୋମନ ମୁକୁଟ ପାଇନାହାନ୍ତି, ଏତେ ସହଜରେ ସଲୋମନକୁ ମୁକୁଟ ଦିଆଯାଇ ନାହିଁ। ତା ମା ତା ପଛରେ ଅଛି। ଆମ କଥାରେ କହିବେ ତାର ମା ନାହିଁ, ତାର ଗାଁ ନାହିଁ, ତାର ନାଁ ନାହିଁ। ଆଜିର ପିଲାମାନେ ମାର ମୂଲ୍ୟ ବୁଝିପାରୁନାହାନ୍ତି, କିନ୍ତୁ ମା ସେ ପୁଅ ଝିଅଟାକୁ କିଛି ଅପେକ୍ଷା କରେ ନାହିଁ, ଖାଲି ଦିଏ ସେ। ଆଉ ଏଇଠି ସଲୋମନ ତାଙ୍କ ସ୍ୱଭାବରେ ବି ସେ ସରଳ କୋମଳ ଭାଷୀ, ଆଉ ସେ ଏତେ ସହଜରେ ରାଜା ହେଇପାରିବେ ନାହିଁ। ଆଉ ତାଙ୍କୁ ରାଜା କରିବା ଲୋକ କିଏ? ତାଙ୍କର ମା। ସେଇଥିପାଇଁ ରାଜାଭିଷେକ ସମୟରେ ସେ ଅନ୍ୟ ମୁକୁଟ ପିନ୍ଧି ନାହାନ୍ତି, ତାଙ୍କର ମା ଦେଇଥିବ ମୁକୁଟ। ମୋର ମା ମତେ ଦେଇଛି। ଆଜି ମୁଁ ମା ମାନଙ୍କୁ ବି କହିବା ପାଇଁ ଚାହେଁ, ଆଉ ପିଲାମାନଙ୍କୁ ବି କହିବା ପାଇଁ ଚାହେଁ, ମନେ ରଖିଥାଅ ମା ଥିବା ପର୍ଯ୍ୟନ୍ତ ଆମର ମର୍ଯ୍ୟାଦା ଅଛି। ତେଣୁ ମାର ଯତ୍ନ ନେବାକୁ ଶିଖନ୍ତୁ। ଅନେକ ସ୍ଥାନରେ ଦେଖିବେ ଗୋଟିଏ ମା 5ଟା ଛୁଆର ଯତ୍ନ ନେଇ ପାରୁଛି, କିନ୍ତୁ 5ଟା ଛୁଆ ମିଶି ଗୋଟେ ମାର ଯତ୍ନ ନେଇ ପାରୁନାହାନ୍ତି। ଏ ପିଲାମାନେ 2 ମହଲା ଘରେ ରହୁଛନ୍ତି, କାରରେ ବୁଲୁଛନ୍ତି, ଚାକିରି ବ୍ୟବସାୟ କରୁଛନ୍ତି, ମାକୁ ମୁଠେ ଖାଇବାକୁ ଦେବା ଔକାତ ନାହିଁ। ମାନେ ମଣ୍ଡଳରେ ଆସି ଫୁଟାଣି ମାରୁଥିବେ। ମାନେ ମୁଁ ଅନେକକୁ ଦେଖିଛି ଷ୍ଟେଜରେ ବସନ୍ତି, କିନ୍ତୁ ବାପା ମାଙ୍କୁ ପଚାରନ୍ତି ନାହିଁ। ଆମେ ଯାହା ବି ହେଇଛୁ ମା ଗୋଟେ ଅଛି। ମୋର ପ୍ରିୟ ଭାଇ ଭଉଣୀ ମାନେ ଆପଣ ଦେଖିଥିବେ, ସେ କୋଉ ମା ବି ହଉ, କୁକୁଡ଼ା ଛୁଆର ମା ବି ହଉ, ତାର ଡେଣା ପାଖରୁ ତା ଛୁଆକୁ ଛଡେଇ କରିନଉ ତ କାହାର ସାହସ ଅଛି? ଏମିତି ଦୌଡେଇବ ତା ଯେତିକି ସମ୍ଭବ। ସେ ଛୁଆ ମାର ଅବାଧ୍ୟ ଡେଣାରୁ ବାହାରକୁ ଗଲେ ଆগে ତାକୁ ଚିଲ ନବ, ତାକୁ ଛୁଇଁ ପାରିବ? କୁକୁର ଛୁଆକୁ ନବ, ତାର ମା ଥିବା ସମୟରେ ନେବ। ପ୍ରିୟ ଭାଇ ଭଉଣୀ ମାନେ, କୁକୁର ବି ତାର ଛୁଆକୁ ପ୍ରୋଟେକ୍ଟ କରି ଜାଣିଛି। ଗାଈ, ମୁଁ କାହିଁକି ନା କହୁଛି, ମା ସିଏ ଯେ ପିଲାକୁ ନାଁ ଗୋଟେ ଦେଇଥାଏ, ପରିଚୟ ଦେଇଥାଏ, ସିଏ ମା। ତେଣୁ ଆଜିର ଏ ପ୍ରସଙ୍ଗରେ ଏବଂ ଆସନ୍ତାକାଲି ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ମା ମାନେ ମା ପରି ହେବା ଦରକାର, ଆଉ ପିଲାମାନେ ମଧ୍ୟ ମାର ଯତ୍ନ ନେବାକୁ ଜାଣିବା। ଆମର ପିଲାମାନେ ମାକୁ ପଚାରିବେ ନାହିଁ। ଏ ମଦର୍ସ ଡେରେ କୋଉଠି ଫଟୋ ଖୋଜିକି ଆଇ ଲଭ୍ ୟୁ ମମ୍ମି, ଆଇ ମିସ୍ ୟୁ ମାମି, ଖାଲିଆ ମା ମାନେ ନିର୍ଲଜ୍ଜ ଗୁଡାକ ବଞ୍ଚିବା ସମୟରେ ମାକୁ ପଚାରିବେ ନାହିଁ। ଦେଖିବେ ସେଇ ଗାଁରେ ମା ଥିବ, ସେଇ ଗାଁରେ ମା ଥିବ, ସେ ପୁଅ କଣ କରିବ? ବାହାଘର ହେଇକରି ଅଲଗାରେ ଦେଖାଉଥିବ, ବୁଢୀ ମା। ଏବେ ମୁଁ ଶୁଣୁଥିଲି ଜଣେ ଭଉଣୀ, ଜଣେ ମା ମତେ କହୁଥିଲେ, ଆଜ୍ଞା আমার পরিবার লাগে প্রার্থনা করব। କହିଲି କଣ ବୋଲି ପ୍ରାର୍ଥନା କରିବା ଭଉଣୀ? ସେ କହୁଛି, ଆଜ୍ଞା ମୋର ଭାଇର 2 ମହଲା ଘର ଅଛି, ମୋର ଭାଇ ବି ଟିଚର, ମୋର ଭାଉଜ ବି ଟିଚର, ହାଇସ୍କୁଲ ଟିଚର। ଏମାନେ ମାସକୁ ଲକ୍ଷେ 2 ଲକ୍ଷ ପାଆନ୍ତି, କିନ୍ତୁ ମୋର ବୁଢୀ ମା ସାଇଡ ଘର ଚାଳ ଘରେ ରହୁଛି, ମା ନିଜେ ରାନ୍ଧି ଖାଉଛି, ମାକୁ ପଚାରୁନାହାନ୍ତି। ମୁଁ ଜାଣେ ନା ଆମ ଭିତରେ କେତେ ଥିବେ। ଆଜି ମିଟିଂ ସରିଲା ପରେ ଘରକୁ ଯିବ, ଯଦି ମା ଅଛନ୍ତି ତାଙ୍କୁ ଧରିକରି କ୍ଷମା ମାଗିବ, କହିବ ମା ସରି, ବଳକା ଯିବ ତୋର ଯତ୍ନ ମନେ। ଆଉ ମା ମାନଙ୍କୁ ବି କହିବା ପାଇଁ ଚାହେଁ, ମା ହାରେ ନାହିଁ, ମା ଶବ୍ଦ ହାରବା ଶବ୍ଦ ନାହିଁ। ଆମେ ପ୍ରସଙ୍ଗ ଭିତରେ ପ୍ରଶ୍ନ ଜାଣିପାରିବା ଯେ କେତେ ସଂଘର୍ଷ ମଧ୍ୟରେ ତାର ମା ତାର ପୁଅକୁ ମୁକୁଟ ଦେଇଛି। ଏତେ ଶସ୍ତାର ମୁକୁଟ ନାହିଁ। ଯଦି ଆପଣଙ୍କ ପୁଅକୁ ଯଦି ସମାଜରେ
एस्टाब्लिश करवार अछि झियो को एस्टाब्लिश करवार अछि चरित्रवान करवार अछि मां को अंटा भिड़वा पे पड़बो मां एते सहज हारे नहीं मां भोकर रही पारबो मां रोगर रही पारबो मां कष्ट रही पारबो मन किंतु मां केबे हारे नहीं हारी थिबा मां मान को कहबा पे चाहे आगे मैं हारी गली आगे मन पिला पाखरे ताको मतो को छोड़े पारले आगे मैं हारी गली मोर बोझ पाखरे मां केबे हारी पारबो मां हारे नहीं ए महिला समिति सम्मेलन प्रत्येक मां मान को कहबा पे चाहे आपन जदि अंटा भिड़िबे जदि सकाळे आपन को घर ओलिया सफा करि चंती आपन को पिलावन को जीवन थवा ओलिया मध्ये आपन सफा करि पारबे आगर मां मान बोलगा मां मान थी एबे से मां मान टिके कमी गले बोल अछि आगर मां आपने कथा हबो बेसी कथा है मां देखो पाखरे कोन अछि जोटा धरा पड़ला ताइरे मां छोटू हबो कि झाड़ू हबो कि पीड़ा हबो जोटा बेना बेना धरि तो बने बसे आज मां मन एते बढ़िया मां मान कोडी थिले के जाने माने सरकार जति मां मन से दी गले बोल और प्रिय माने केती मोर झियो राते सारा फोन रे कथा होची ए मां मन कोन कोचंती हमर मां माने ए सुंदरी मां माने कोन बोली कोचंती एलो भितरे जाई कथा है तो बापा की भाई जदी जानबे गले तो छछ में सीधा भीतर जाई माने से झियो को राते सारा को बाबा ये मां माने इतिहास कामले कोने घरे शांत में कादवा अछि मन मां माने सुनतो आपन को घर रो परिस्थिति बदलिबो आपन काम छुडवाला जदि आपन आठाई बारी काम रे आपन को घर बदलिबो तो बदलबो नाही को बालक प्रचार को समस्या कोई बोलले आपन को समस्या सब आपन आंठालतो मां हारे नाही ता शेष विश्वास पर्यंत हारे नाही मोर मां मृत्यु सज्जा अछि कि कोई नाही बाबू रे मैं मरवा जाउछि कोई नहीं से खाली कहला मते कि भल लागु नहीं बाबू भल लागु नहीं और प्रिय भाई कोनी माने म आज चाहछि मोर मां आ बापा को प्रथम मार ना खाइ कि नहीं छी बापा तो टीचर छिले से सप्ताह से बाहर को जांती कि मोर मां रो आखि आगु 15 मिनिट में कर जाई पारबे मु क्रिकेट खेलवा जाई कि शिक्षक चेंज तो पछरे करो तू जा तो खेले बुझे तो मतिर पळे मोर मां मते केबे पोखरी को छाड़ी ने दुईटा कथा होती गोत्रे चढ़बु नहीं कि पानी में बुड़बु नहीं दुईटा तो मना कि गुटे बोले को अछि मोर प्रिय मन कहबा पाई चाहे मोर मां मते सब सिखाई मोर मां मते सब सिखाई मो भात रांधि जानि छी मो बिरयानी करी जानि छी हमरा रे कहबे से आमलिया मध्ये मु गली जानि छी पेटो भी गली जानि छी भात भी गाली जानि छी सब करी जानि छी कल गोटे विषय मु जानि रे मोर मां बिना बछड़ मु जानि आज भी मोर आखि खोजु छी मोर मां को खाइ के मोर मां कहबा पे प्रत्येक पिला मान को मां को प्रेम करबा सिखो दुनिया रे अपन को सब मिलिबो मां मिलबो ने मां मिलबो ने আজি कोन करछु तो मां छिले केते मां मोरे कुछ मां चुप होई जाय छै আজি काली रो ए हॉबिस पिलवा छुआ माने मारो कष्ट जानि पारबे से माने मां कोन पिला पगला हॉबिस पिला तारी को ठीक दो छिला तबे त ना हॉबिस दिया कोन हॉबिस मुतिस तापर फिनिश तो खामो कोन हॉबिस मुतिस तापर फिनिश কিন্তু আমার কোন ছিল মার পুরনা শাড়ি को मार चिनी चिनी खंड करबो और से कॉल करबो हम पेंट करी विदाई देबो और पिन को डाल मार देबो हमें माने पृथ्वी रो बेस्ट ड्रेस दे देबो बोले बड़ को भले करी खुशी सर्टिफिकेट कर देबो सही मां अरे आपण मने छिबो पिला मन को जन पुराना पिला मन गाड़ी दिबे से माने आमे खाइबा पई बसि थिबा समय मां खाइबा पई बसि थिबो ता कोर पकी देले से मां विरक्त हुए बड्ड प्रेमर से तो खाइबा साइड करबो पिला को धुआइबो परिष्कार ड्रेस पिन्हाइबो तापर ताको सुआइबो तापर से खाइबो पई जोर हेले
ଏ ମା ଛୁଆକୁ ରାତି ସାରା କୋଳରେ ଧରିକି ବସେ। ଏବେ ସେ ମା ଘରେ କୁଣ୍ଠାଇ ଅଛି ଏ ପୁଅ କମେଇ କରିକି ଦେଖୁ। ମାର କୋଳରେ ହଗିବା ପିଲା ଆଜି କଣ କରୁଛି ଏ ମାକୁ କେବେ ହାତ ଧରି ବାଥରୁମ ନେଇ ଆମର ଛୋଟିଆ ଘର ଗୋଟେ ଜୟପୁରରେ ଅଛି। ମା ତଳ ମହଲାରେ ରୁହେ, ଆମେ ଉପର ମହଲାରେ ରୁହେ। ମାର ମୁଣ୍ଡ ପାଖରେ ମୁଁ ଗୋଟେ କଲିଂ ବେଲ୍ କରିଦେଇଛି। ତୁ ଡାକବା ବି ଦରକାର ନାହିଁ, ଯେତେବେଳେ ଦରକାର ପଡିବ କଲିଂ ବେଲ୍ ବଜେଇ। ଆମର ଘରକୁ ଦେଖିବେ କିଏ ସେମିତି ବନେଇବନି, ଏତେ ରଫ୍ ମେଟେରିଆଲ ବନେଇବନି। ସିଡିରେ ଆମେ ପାର୍କିଂ ଟାଇମ୍ ପକେଇଛୁ ଯେ ଆସିଥିବ ଦେଖିଥିବ ପାର୍କିଂ ଟାଇମ୍ କାହିଁକି ତାର ଗୋଡ ନ ଖସୁ। ବେଳେ ବେଳେ ରାତିରେ ମା ବାଥରୁମ ଆମେ ଘରେ ଥିବା ସମୟରେ ମିଟିଂରୁ ଫେରି ଯେବେ ଆମେ ଘରେ ଥିବୁ ମା ବାଥରୁମ ଯିବ। ରାତି ସାରା ଯାଉଛନ୍ତି ନା, ରାତି ଘଣ୍ଟେ ଦୁଇଟା ସେ ଯିବ ବାଥରୁମ, କବାଟ ଖୋଲିବ ଖୋଲି ମୁଠିବ। ସେ ଯାଏ କିନ୍ତୁ ଆସିକରି କବାଟ ବନ୍ଦ କରିବା ମୁଁ ଜାଣିପାରିନି। ମୁଁ ଉପରୁ ଗଲି ଆସେ, ମା ଆସିଲା ନା ନାହିଁ। ତାପରେ ସେ ଆସିକି ଶୋଇଥାଏ, ମୁଁ ଟିକେ ଅନାଏ ଉପରୁ ଶୋଇଛି। ପ୍ରିୟ ଯିବା ମାନେ ହାତ ଯୋଡି କହୁଛି ଆପଣମାନଙ୍କୁ, ଯଦି ମା ଅଛି ଯତ୍ନ ନିଅନ୍ତୁ, ବାପା ଅଛନ୍ତି ଯତ୍ନ ନିଅନ୍ତୁ, ଘରେ ବୟସ୍କ ଲୋକ ଅଛନ୍ତି ଯତ୍ନ ନିଅନ୍ତୁ। ମିଳିବେ ନାହିଁ, ସବୁ ମିଳିବ ଆପଣଙ୍କୁ। ପାଳା କ୍ଷେତ୍ର 3ଟା ପ୍ଲଟ କିଣି ପାରିବେ ଆପଣ, ସବୁଠାରୁ କଷ୍ଟଲି ଗାଡି ଆପଣ ବୁଲି ପାରିବେ, ସ୍ତ୍ରୀ ପାଇଁ ସୁନା ଗହଣା କିଣି ପାରିବେ, ଆପଣ ଉଡାଜାହାଜରେ ବିଦେଶ ବୁଲି ପାରିବେ, ଆପଣଙ୍କ ଘରେ ଦୁନିଆର ସବୁଠୁ କଷ୍ଟଲି ମେଟେରିଆଲ ରଖିପାରିବେ, କିନ୍ତୁ ମା କୋଉଠି ଖୋଜି କରିପାରିବେ। এটা সেই মা যে মা সংঘর্ষ করিকি তার পুଅକୁ କଣ କରିଛି ମୁକୁଟ ଦିଏ। ସେଇଥିପାଇଁ ଦେଖାଯାଉଛି କଣ କାହାକୁ କୁହାଯାଉଛି ନା, ଆପଣ ଦେଖିବେ ଇସାଇୟା 3 ପର୍ବ 16 ପଦରେ ଆହୁରି ସଦାପ୍ରଭୁ କହିଲେ ସିଓନର କନ୍ୟାଗଣ ଅହଙ୍କାରିଣୀ। ଏମାନେ ଜାଣନ୍ତି ନା ଅହଙ୍କାରିଣୀ ଏମାନେ ଆପଣ ଗ୍ରୀବା ଲମ୍ବାଇ ଓ କଟାକ୍ଷ କରି ଗମନ କରନ୍ତି, ଗମନ କରୁ ଚଞ୍ଚଳ ପଦ ସଞ୍ଚାର କରନ୍ତି ଓ ଚରଣରେ ଋଣ ଋଣ ଶବ୍ଦ କରନ୍ତି। ଆଉ କିଛି ଜାଣନ୍ତି ନା, ଏତିକି ଜାଣ, ଆଉ କିଛି ଜାଣିନାହାନ୍ତି। ଭଉଣୀ ମାନେ ମୁଁ କହିବା ପାଇଁ ଚାହେଁ এটা এটা লক্ষণ নহে, উত্তম ঝিও উত্তম বহুর লক্ষণ নহে, মার লক্ষণ নহে। লক্ষণ কর দেখব বেশবাদ দেখ সে কোন করেছি, সে তার জীবনে যে কষ্ট পাইছি আপনি ইমাজিন করে পারবেন। বেশবার কিছু ভুল নেই। কোন হয়েছে তিনি তার স্বামীকে মারি দিয়া দিয়েছে, ষড়যন্ত্র করে মারি দিয়া দিয়েছে। মানে ভাবি দেখন্তু ষড়যন্ত্র করে মারিলে তার কিছু ভুল নেই, সে কেতে কষ্ট পাইছিল। জনে যে বিবাহ করে সে কেতে প্রেমর আদর সহিত বিবাহ করে, আর সে স্বামীকে সে হরাইছে, সে ষড়যন্ত্র শিকারী। তারপরে তার অনিচ্ছা সত্ত্বে জনে তাকে নেই করি ঘরে রখিছে। প্রথম ছুয়া পাপ ଥିଲା মরিগলা, এবার দ্বিতীয় ছুয়া সলোমন। ଦାଉଦଙ୍କର ଅନେକ ପତ୍ନୀ ଥିଲେ, ଅନେକ ଛୁଆ ଅଛନ୍ତି। ଅନେକ ଛୁଆ ଭିତରେ ଆମେ ଦେଖିବା ଷ୍ଟଡି କରୁ କରୁ ଆଜି ଆସନ୍ତାକାଲି ଭିତରେ ଯେ ଜଣେ ରାଜାକୁ ରାଜା ଡିକ୍ଲେର କରିଦେଇଛି, ମୁଇଁ ରାଜା। ଯେତେବେଳେ କି ଦାଉଦ ପ୍ରତିଜ୍ଞା କରିଛନ୍ତି କଣ, ତୁମର ପୁଅ ହିଁ ରାଜା ହେବ, ତୁମର ପୁଅ ହିଁ ରାଜା। ଏମିତି ଉପେକ୍ଷିତ ଅବସ୍ଥାରେ କଣ କରିଛନ୍ତି, ଏମିତି ଉପେକ୍ଷିତ ଅବସ୍ଥାରେ ଦେଶ ରକ୍ଷା ହେଇଛନ୍ତି। ତେଣୁ କଣ ବୋଲି କୁହାଯାଉଛି ଏଠି, ଆମେ ଯୋଉ ପଦ ପଢିଲୁ, ଆଗ ସିଓନର କନ୍ୟାଗଣ ତୁମେ ପାଦକୁ ଋଣ ଝୁଣ କରୁଛ, ଭଲ ପୋଷାକ ପିନ୍ଧୁଛ, ଦେଖାଇ ହଉଛ, ଟିକେ ଦେଖ ସଲୋମନର ମାକୁ ଦେଖ ଟିକେ, ଆଉ ତାକୁ ଶିଖ। ଏ ସ୍ୱଭାବରେ 2 ଦିନ କହିବା ପାଇଁ ଚାହେଁ। ମୁଁ ଜାଣେ ନା ପ୍ରଭୁ ମତେ କାହିଁକି ପଠେଇଛନ୍ତି। ମୁଁ ପ୍ରାର୍ଥନା କରିକି ଆସିଛି, ପ୍ରଭୁ ଏ 2 ଦିନର ମିଟିଂ ସରିଲା ବେଳକୁ ଆମର ମା ମାନେ ମା ପରି ହୁଅନ୍ତୁ, ଝିଅ ମାନେ ଝିଅ ପରି ହୁଅନ୍ତୁ, ପୁଅ ମାନେ ତାଙ୍କର ପରିସ୍ଥିତିକୁ ବୁଝନ୍ତୁ। ଦୁଃଖ ଲାଗେ ଆଜିର ପରିସ୍ଥିତିର ଚିନ୍ତା କଲେ। ଯୋଉ ମା ଆମର ମା ମାନେ କେମିତି ବୁଢୀ ମା ମାନେ, କାହା ଘରେ ଯଦି ବାହାଘର ହବ, କାହା ଘରେ ଯଦି ଏଙ୍ଗେଜମେଣ୍ଟ ହବ, ଘର ପ୍ରତିଷ୍ଠା ହବ, ଛୁଆର ନାମକରଣ ହବ, ଯୋଉ ମିଠା କି ପିଠା
कि जहाँ भी देवे कि नहीं शाड़ी धरिक घर को आस खाईदेल नहीं घरे जाकर खाइबी घरे जाकर खाइबी ना घरे जो छुआ मैंने था समस्त को से बांटी दिए और से मैंने खाइबा देखिए खुशी हुए এটা মা এবার সে মা ঘরে ଅଛି ଆମର ପୁଅ ବୋହୂ ମାନେ ମାର୍କେଟରୁ ଖାଇବା ଆଣି ଲୁଚେଇକି ଖାଉଛନ୍ତି ଆଉ ଏ ଗୁଣବତୀ ବୋହୂ ମାନେ କଣ ବୋଲି କହୁଛନ୍ତି ଏଠି ମୋ ତ ମା ନାଇକି ଗେଟ୍ ପାଖରେ ବସିଛନ୍ତି ହାତ ଦେଖିକରି ଆଣିବ ଆଉ ଇଏ ଜାଣିଛି ସେଥିପାଇଁ କଳା ଚୋରି ଆଣୁଛି ବୋଲି କଳା ଚୋରି ଆଣିବ ଲୁଚାଇ କରି ନେଇକରି ଏମାନେ ଖାଉଛନ୍ତି ଏମାନଙ୍କ ତଣ୍ଟିରେ କେମିତି ଉଲୁଛି ମୁଇଁ ବି ଜାଣିପାରୁନାହିଁ ଏଠି ବି ବସି କେତେ ଲଜ୍ଜା ବନେଇଛନ୍ତି କେମିତି ତଣ୍ଟିରେ ଉଲୁଛି ମୁଁ ଜାଣି ନାହିଁ ପ୍ରଭୁଙ୍କୁ କ୍ଷମା ମାଗ ମୋର ଇଚ୍ଛା କଣ ମାନେ ଗୋଳାରେ ଅଲଜିକି କେତେ ମରନ୍ତୁ ବୋଲି ପେପରରେ ବାହାରିବ ସମ୍ବାଦ ଧରିତ୍ରୀରେ ବାହାରିବ ବାପା ମା ଲୁଚାଇ ଖାଉଥିଲେ ବେକର ଅଲଜି ଯିବାରୁ ମରିଗଲେ ବୋଲି କଣ ଖାଉଛ ଏ ପକୁଡି ଏ ସିଙ୍ଗଡା ଏ ଜିଲେବି ଏ ଚିକେନ ଅମୃତ ନା बापा माँ मोला जहा कले भी काम देवे बापा माँ मोला 3 दिन करती मुझे जानी नहीं आम 3 दिन करती से 3 दिन भोजी करती मैंने एमती गोटे टेंट लगे रंधा भी आसे रांधि बसे 1000 लोक खंडा खाइबे आ सब प्रकार आइटम थाए मुझे 3 दिन भोजी जाइए भोजी आगे कहवा अच्छे चिकेन मटन पनीर छतु खीरी खटा सब देखिए सब तो कर टीका बसाइबा बसाई था लोक पैसा छीड़ी जाता सतु सत कौन कर जो लोक मरी फोटो रखाई से फोटो मान फूल पकाई पैसा पकाउछथि साइड जोड़े बस लिखुछि 3 लाख पुओ अच्छी गोटे मार 3 लाख पुओ अच्छी गोटे मार कि मार जत्न ना कि माँ मरीगला 3टा छुआ मिसी 3 दिनिया करवा गोटे तो माँ थी के माँ थी गोटे तो बापा थी के बापा थी गोटे बापा गोटे माँ थी माने बापा माँ मरीगले जितकी पैसा खर्च कर पैसा खर्च कर मेडिकल नहीं था बापा माँ मरी न था तर्सीबे मोर भाई भाई मैंने आप मो घर को आसतु देखिए मो घर किसी अभाव नहीं मो घर कौन जिन अभाव नहीं भल घर प्रभु देते एसी अच्छी फ्रिज अच्छी वाशिंग मशीन अच्छी एवरीथिंग अच्छी नहीं तो माँ नहीं माँ नहीं और माँ नथिबा घर बापा नथिबा घर केमती थिबो आपण गाड़ी भड़ा कर आसतु मो गाड़ी भड़ा देखिए बुझबे आप आम अनेक राति घर को फेरू दिने कौन है रात फेरलु वाक्य मध्य कहीं व्यवहारिक शिक्षा दौर समस्त बुझंतु दिने राति 2:30 फेरलु घर को आम एक कबाट खोलु गला मो स्त्री बसिक कांदुछ पूरा मो कांदुछ कहते भल लगुना मो घर कि भल लगुना माँ नहीं अपने विश्वास करेंगे ना मीटिंग रू फेरू राति 11 फेरू माँ बोले संग संग कबाट खोली बसे राति घंटे में फेरू माँ बोले कबाट खोली राति 2टा 3टा 4टा फेरले मत गोटे शब्द माँ बोले सब कहबो आसलु कि बाबू बयस थिला तो धीरे धीरे आसिबो कबाट खोली बसे केबे से इरिटेट ही नहीं मते बसी भाबुतिली सेतलो बुझी पारु नथिली मो बसे दिने भाबुतिली माँ सोची पारि नहीं ए माँ का सोचिला ना नहीं भाषा ही डकले उठुछि कौन करी घंटे में कौन करूछि 2टा डकले 3टा डकले 4टा डकले सोचिला ना नहीं सेउछि माँ आखि माँ सोई पारे नहीं पुओ बाहर थिले माँ सोई पारे नहीं कि माँ रो जत्न न नहीं ए पिला माने केते सोई पारुछन मुई जानि पारु ए बहु माने मथो बाय वाला 6 मास में केमती प्लान करी पड़े तो माँ भल नहीं हेले बोली कहि देबे तो
তোর মা মতে হইরাণ করছে বলে কইবে কোন কইকে পলাই গেছে এ কালে মা বি তার কথা শুনবো মার কথা শুনবো বড্ড প্ল্যান করে দিবে মা ଏଠି ମୋର ଅଫିସ କାମ ଥାଉଛି ତ ସେଟା ଆମେ ପାର୍ଲା କେନ୍ଦ୍ରରେ ଥିବୁ ଗାଁକୁ ଯିବା ଆସିବା କରୁଥିବୁ ସବୁବେଳେ କିନ୍ତୁ ଥିଲାବେଳେ ଦେଖୁନୁ ଆଉ ଟାଉନକୁ ଗଲେ ଦେଖୁ ଦୟାକରି ମୋର କଥା ଶୁଣିବେ ସମସ୍ତେ ପୁଅମାନେ ମାଆକୁ ଯୋଉ ମୁହଁ ଜବାବ ଦଉଛନ୍ତି ସାବଧାନ ଆଜି କ୍ଷମା ମାଗନ୍ତୁ ଆଣ୍ଠୁ ମାରି ପ୍ରଭୁଙ୍କୁ କ୍ଷମା ମାଗନ୍ତୁ ମା ପ୍ରଭୁ ଦେଇଛନ୍ତି ସଲୋମନର ମା ଯଦି ନଥାନ୍ତା ସଲୋମନ ରାଜା ହେଇନଥାନ୍ତା ସେ ରାଜା ହେଇନଥାନ୍ତା ତାକୁ ରାଜା କରିବା ଲୋକ କିଏ ତାର ମା ଆମକୁ ପରିଚୟ ଦେବା ଲୋକ ଆମର ମା ଆମକୁ ଏଷ୍ଟାବ୍ଲିଶ କରିବା ଲୋକ ଆମର ମା କିନ୍ତୁ ମା ପ୍ରତି ଝିଅମାନେ ମଧ୍ୟ କଣ କରିବେ ମାକୁ ମୋ ଉପରେ ଜମା କଣ କହୁଛନ୍ତି ତୋର ମା ମୋ ଉପରେ ମା ଥିଲେ କେତେ ନଥିଲେ କେତେ ଜାଣିବ ନଥିଲେ ବୁଝିବ ମା କଣ ବୁଝିବ ଏ ଝିଅମାନେ ମାର ଯତ୍ନ ନେବେ ନାହିଁ मोरी गला राशि कांदुतिबे मां उठे मां उठे गो मां सुकांति आसीती गो उठी कर बिका धोद पड़ी था दबे बुझिया बच्ची दिला आए तो एक मोमा ने मत आए के मां असली गो मां बाबा मैं असली बाबा उठो उठी था दे दुई दिन चापड़ा पड़ी था मन ता बंचिला बेले मु जानी नहीं प्रश्न मते कांदे देले ମୁଁ ଜାଣିନି ମୁଁ କଥା ହେଲେ ମାନେ କାହିଁକି ମତେ ପ୍ରଶ୍ନ ଦେଲ ଏ ପ୍ରଶ୍ନ କହିଲି ଆଉ ଅଲଗା ଚେଞ୍ଜ କଲେ ହେବ ନାହିଁ ନାଇଁ ସାର୍ ଆମେ ପ୍ରାର୍ଥନା ତ ଡିସାଇଡ୍ କରୁଛୁ ମୁଁ କହିଲି କେମିତି ପ୍ରଶ୍ନ ଦେବ ଆଉ ମୁଣ୍ଡ ଲାଗି ଲେନ୍ଥ ଲାଗି କିଛି ନାହିଁ ଏ କି ପ୍ରଶ୍ନ ଦେବ ନାଇଁ ସାର୍ ଆମେ ପ୍ରାର୍ଥନା ଆସୁଛୁ ମାଷ୍ଟର ବାଟ ସାର୍ ପ୍ରାର୍ଥନା କରି କ'ଣ କରିବି ମୋର ପିଲାମାନେ ହେଠି ଅନେକ ରାଣିଛି ମୁଁ ପବନରେ କଥା ହୁଏନି ନୋଟ୍ ସହିତ କଥା ହୁଏ प्रभु आपण जमी कथा चाहते से कहवा आज प्रत्येक प्रार्थना कर प्रभु कहवा प्रभु मत भूल जाती कथा नुह कौन लिखा जाए आग सियोनर कन्या तुम्हें कौन कर सलोमन माँ को देख आ शिख माँ बोले केमती थी ऋण झुणे मिलवार ना आजिकल खाली मुंडर पाद देख सजाई कहते आमर माँ मान मोरे पाउडर नथिला क्रीम नथिला और साड़ी नथिला और से मन जो सुंदर दिसुतिले एटा हम पूरा फेशियल करी के मुंह भर्ती करी पूरा फाउंडेशन बोली दो परस्त यदि पचित बोले खाली भरबो एते बोली हेला पर मध्य सुंदर देखा जाउना एटा सियोनर कन्या माने भौणी माने बेको भर्ती सुना पाटो साड़ी पिंधि थिबे मुंह के दिथिबो कला हाडी याको खुशी करबी तार स्वामी के दी जाई पूरा पेचा भले देखो तार स्वामी को तार मुंह के दी पूरा पेचा नहीं काई के कहूची जो माने बापा मार जत्न नियति नहीं ताकर जीवन शांति भी नथिबो आशीर्वाद नथिबो समृद्धि नथिबो एटा लेखो तो एफिसे मन लेखो पिता माता को समादर करो तहिरे तुमरो मंगल हबो आ तुमे दीर्घायु में मंगल नहीं कि दीर्घायु नहीं कौन पाई बापा मारो जत्न आज आठे का कहबा काई के प्रभु मु परिश्रम करूची मु व्यवसाय करूची काई के मोर घर पैसा दउ हमर बापा मां अल्प पैसा मोर बापा टीचर थिले उडे टका दरमा पाउथिले आदेश ले तापरे बड़ी बड़ी प्राइवेट टीचर तो से समय ते ए सुखी नथिला रिटायरमेंट वाला 1800 टका पाउथिले 1800 टका सत्य टका जीवन के धारण करी ना अगर 5 भाई भौणी और 4 भौणी को गोटे भाई 5 भाई भौणी को पढ़ाइले सिखाइले जत्न देले घर कले केबे धार मागी ना आमर ठा माने दरमा मिलबा पर धार मागी थो हैं और आजिकल तो गाम मन को तो ग्रुप ऋण बेसी दे जा पछी ना म जानि आमर सब जे खाली ग्रुप ऋण तोरे को गान रास्ते मने पड़ नहीं रविवार उपासना में राखी दिले सभा माने प्रार्थना सभा चली 30 टा भूल उठी पड़े मुई पालो का पचार सागा जी ना सागा को पचार आज्ञा गारे के मरी मुरा गले कि आज्ञा बोली आज्ञा सब कोन आज्ञा सब भलो चलती हेले भोणी मान पाले गले ना आज्ञा ताको सार आसी चलती बोली मु कहली तुम्हें पर ताको सार
ମୁଇଁ ନାଇଁ ଆଜ୍ଞା ଲୋନ୍ ସାର୍ କି ସାର୍ ଆମେ ଜାଣିଥିଲୁ ଗଣିତ ସାର୍ ଭୂଗୋଳ ସାର୍ ସାହିତ୍ୟ ସାର୍ ଏଟା ନୂଆ ସାର୍ କେ ଲୋନ୍ ସାର୍ ଏବେ ଗୋଟେ ଗାଁରେ ଯାଇଥିଲି ରାତି 9ଟା ଯାଏ ସେ ଲୋନ୍ ସାର୍ ମାନେ ବସିଛନ୍ତି ଘରେ ଯୋଉ ଘରେ ପୁରୁଷ ନାହିଁ ଯୋଉ ଘରେ କେହି ନାହିଁ ସେ ଘରେ କିଏ ବସୁଛି ମନେ ରଖିଥାନ୍ତୁ ଯୋଉମାନଙ୍କ ଘରେ ପ୍ରଭୁ ନାହାନ୍ତି ତାଙ୍କୁ ଦୁନିଆର ପଇସା ବି ଅଣ୍ଟୁବ ନାହିଁ ଯଦି ଆଜି ମୋର ବାକ୍ୟ ଅନୁସାରେ ଫେରିକି ଯିବେ ନାହିଁ ଆଶୀର୍ବାଦ ପାଇବା ଜାଗାକୁ ଏ ବର୍ଷ ବି 4-5 ଋଣ କରିବେ ହନ୍ତସନ୍ତ ଜଣେ ମା କହୁଥିଲେ ଆଜ୍ଞା ଏତେ ଋଣ କରୁଛି ଆଜ୍ଞା ବିଷ ଖାଇ ମରିଗଲେ ଭଲ ଥାନ୍ତା ଆଜ୍ଞା ମରିଗଲେ ପୁଣି ଋଣ ଛାଡି ଦଉଛନ୍ତି ବିଷ ଖାଇବା ଚିନ୍ତା ଭଉଣୀ ଛାଡ଼ିଲେ ଛାଡୁଥିବେ ବୋଲି ଲାଗୁଛି ମାତ୍ର ବିଷ ଖାଇ ମରିଲେ ତୁମେ ଜୟପୁର ଯିବ ବୋଲି ଆମର ନକୁ ଆମର ଭାଷା ଜୟପୁର ବୋଲି କହିବେ ଜଣେ ଜୟ ବୋଲେ ନିଆଁ ଜୟ ବୋଲି କହିବେ କି ନାଇଁ ସେ ନିଆଁ ଚୁପ୍ ହେଇଗଲା ଆଣିକରି ଘର ବାନ୍ଧିଲ କି ସୁନା କିଣିଲ କି ଗାଡି କିଣିଲ କି କିଛି ନାହିଁ ଋଣ ଆଣବାଟା ବସିଛି କି ଅବସ୍ଥା ମୋର ପ୍ରିୟ ମାନେ ଯୋଉମାନେ ପ୍ରଭୁଙ୍କ ପାଖରେ ହାତ ଯୋଡ଼ିବେ ନାହିଁ ଦୁନିଆ ଯାକ ହାତ ଯୋଡ଼ି ବୁଲିବା ପାଇଁ ପଡିବ ଯୋଉମାନେ ପ୍ରଭୁଙ୍କ ପାଖରେ କାନ୍ଦିବେ ନାହିଁ ଦୁନିଆ ସାରା କାନ୍ଦି ବୁଲିବେ ପ୍ରଭୁଙ୍କ ପାଖରେ ହାତ ପାତିବେ ନାହିଁ ଦୁନିଆ ସାରା ହାତ ପାତିବେ ଆଜି ଶିଖିବା ଆମେ ଆମର ସାହାଯ୍ୟ କଣ କୋଉଠୁ ଆସିବ ଜାଣିବାର ଅଛି ଆମର ଅଭାବ ଋଣରୁ ଯିବ ନାହିଁ ପ୍ରତ୍ୟେକ ଲୁଚି ବୁଲୁଛନ୍ତି ଋଣ ଭଲ ଆସିଲେ আমার স্বামী মানে যে বাহারে কাম করছে ভাই মানে সে ফোন করবো ফোন করে কইব কিসমিস পেলে আইবি কিলো আইবা দরকার নাই পয়সা পটা নাই লোক বেশি দিন বাপা মাকে দেখি নাই মুই দেখুছি পরা তোতে বি দেখি নাই দেখুছ ফোন দেখুছ কি যথেষ্ট সেটা পিলা দেখবো মো কাইকি কাম করবা লোক সে ধন্যবাদ লোক ইয়ে मोर प्रिय माँ माने शुणु आज प्रार्थना करो प्रभु ए झमेला मत लोड़ा नहीं प्रभु प्रभु मु शाग खाइबी पखाल खाइबी ऋण मुक्त जीवन काटी प्रार्थना करो माँ किए देखो ए ऋण घुण करवाटा माँ नहीं अंटा फलाई बोलबो ए चुटी को सजाई एटा माँ नहीं अगो सियोनर कोन देखो तुमे काको देखो सोलोमन माँ को देखो माँ के যে সংঘর্ষ করে তার পুয়াকে মুকুট দিয়েছে সে মুকুটকে দেখো সে মুকুট সে রাজা অভিষেক দিন রাজা দেবা মুকুট নেই মা দেবা মোর কারণ মোর মা মতে এখানে বসাইছে মোর মা এইটা সে কইবা পাইছে আজ প্রার্থনা করবা সমস্তে ও সমস্ত কইবা পাই চাই প্রভু আমাকে সুযোগ দিয়েছে আজির অনুতাপ প্রেত আপনাকে পাই গলে আশীর্বাদ নেই আসব মোর প্রিয় ভাই বোন মানুষ অনুষ্ঠানে আমি কাম করুଥିଲି 15 ବର୍ଷ କାମ କଲି ମତେ ଆସାମ ଟ୍ରାନ୍ସଫର କଲେ ମତେ କହିଲେ ତୁମେ ଆସାମ ଯିବ ମୁଁ ଆସାମ ନାହିଁ ଆଣ୍ଡାମାନ ବି ଯିବି କିଛି ଟେନସନ ନାହିଁ ହେଲେ ସ୍ୱାମୀ ସ୍ତ୍ରୀ ତ ଅଛୁ ପୁଅ ଯିବୁ ତ ନାହିଁ ଆମେ କୋଉଠି ପଠାଇଲେ ବି ଯିବୁ ଆସାମ ନାହିଁ ଆଣ୍ଡାମାନ ବି ଯିବୁ କିନ୍ତୁ ଦୟାକରି ଟିକେ ଆମକୁ ଓଡ଼ିଶା ଭିତରେ ରଖ ନହେଲେ ଆନ୍ଧ୍ରାରେ ରଖ ନହେଲେ ତୁମେ ଏମ୍ପିରେ ରଖ ଛତିଶଗଡ଼ରେ ରଖ ଯେମିତି ମୁଁ ଗୋଟେ 20-24-25 ଘଣ୍ଟାରେ ମୁଁ ଘରକୁ ଯାଇପାରିବି मोर बापा पेंशन पाउछथि मो पेंशन आनी देबी औषध आनी देबी सौदा आनी देबी तापर मो मासको थरे मु जाय मु गले बापा को चुटी काटिबा पाई से भंडारी को डाकी आने से चुटी काटी दिए आ गुडे आवश्यकता भी सब करिके आसे मानले नै 6 थरो मु चिठी लिखि प्लीज मते दया करो मु गोटे बोलिया का पुओ मते दया करो ठीक मोर बापा मां तो केही ना मोर बापा को 83 ही गलानी मो मां को 80 इयर्स ही गलानी मु जदी जत्न नेबी ना के नबो ए तुमको जीवा पे पड़बा आसा पर मु संस्था छुड़ी देबी सेवा छाड़ी ना और सेटा मोर प्रभु देखले आज से बापा मां को टिके जत्न नै थिबारु मोर जीवन में कोनोसी अभाव नहीं कटक मु रहिबा समय रे केबे ऑटो रे चढ़ी बोलिनी केबे रिक्शा में जाई नै लोक कोन बोली कहबा निरंजन तुरुक माने बहुत सरल बहुत साधारण जीवन शैली जुआरे गले चली जान पैसा ना पैसा चली को सरल मैं सरल बदुस्ती दुसुती सरल भया पैसा नहीं तो आज मु जयपुर कार रे आसी एटा मु कहबा पाई
ଗୋଟେ ଦିନ ଥିଲା ମାସ ଶେଷର 10 ଦିନ ପଇସା ନଥିବାର, ଏବେ ପଇସା ଅଛି। ମୁଁ ଆପଣ କହିବା ପାଇଁ ଚାହେଁ, ବାପା ମାଆର ଟିକେ ଯତ୍ନ ନେଇଥାଉ। ଆପଣଙ୍କ ଲାଇଫର ଟର୍ଣ୍ଣିଂ ପଏଣ୍ଟ ଆଜି ରାତିରେ ଅନୁଭବ କରୁତେ କହିବା, ଆଜି ଯଦି ଅଛନ୍ତି ରୋଗ ଶଯ୍ୟାରେ ଅଛନ୍ତି, ଦେଖନ୍ତୁ ଆପଣଙ୍କ ଖଟ କେମିତି ଥିବ ଭାଇମାନେ, ପୁରା ଗଦିବାଲା ଖଟ, ବାପାର ଖଟ ପଟା ଖଟ, ଦୌଡ଼ି ଖଟ, ପତଳା ବେଡସିଟ୍ ପଡ଼ିଥିବ। ଶୀତ ଦିନରେ ଆପଣ କଣଟା ଗୁଡ଼ାଇ ହେଉଛନ୍ତି, ଭଲ ବ୍ଲାଙ୍କେଟ। ବାପା ମାଆକୁ ବୁଢ଼ାବୁଢ଼ୀ ହେଲେ ଖାଇବାଟା କମେଇ ଦଉଛୁ। ଆମେ କଣ ପାଇଁ କମେଇ ଦଉଛୁ? ନାଇଁ ଭୋଗିବେ ସେମାନେ, କିଏ ଫିରିବ, ରୋଗରେ ମରୁନାହାନ୍ତି, ଭୋକରେ ମରୁଛନ୍ତି। ଆଜି ପ୍ରଭୁ ଆମ ସହିତ କଥା ହଉଛନ୍ତି, ପ୍ରତ୍ୟେକକୁ କହିବା ପାଇଁ ଯେ ପ୍ରତ୍ୟେକକୁ ମୋର ପ୍ରିୟ ଭାଇ ମାନଙ୍କୁ ଦେଖ, ଆଗ ସିଓନର କନ୍ୟାଗଣ ତୁମାନେ ବାହାରେ ଯାଇ ମୁକୁଟ ଭୂଷିତ ରାଜାଙ୍କୁ ଦେଖ। ତାର ବିବାହ ଦିନରେ, ତାଙ୍କ ମନର ଆନନ୍ଦ ଦିନରେ ତାଙ୍କ ମାତା ତାଙ୍କୁ ସେ ମୁକୁଟ ଦେଇଛନ୍ତି। ଆଉ ଦେଖିବେ ସଲୋମନଙ୍କର ମାତା ବତ୍ସେବା ଏବଂ ତାଙ୍କ ପଛରେ ନାଥନ ଭାବବାଦୀ ଅଛନ୍ତି। କିଏ ଅଛନ୍ତି? ନାଥନ ଅଛନ୍ତି। ମାନେ ଏଇ ବତ୍ସେବାକୁ ଏକଲା ପାରିବନି, ସେ ତାକୁ ସାହାଯ୍ୟ କରିବା ପାଇଁ କିଏ ଅଛନ୍ତି? ନାଥନ। ନାଥନ କିଏ? ପ୍ରଭୁଙ୍କର ଦାସ। ସେ କଣ? ଯୁଆଡେ ନ୍ୟାୟ ସେ ସିଆଡେ ଯିବ। ଯେତେବେଳେ ରାଜା ଦାଉଦ, ସମୟ ଅଭାବ ସକାଶେ ମୁଁ ପଦ ପଢୁନାହିଁ, କଣ ହେଲା? ରାଜା ଦାଉଦ ହିତୀୟ ଉରିୟକୁ ପ୍ଲାନ୍ କରି ବଦ୍ଧ କରାଇଛନ୍ତି, ଆଉ ଚୁପ୍ ଦେଇଛନ୍ତି। କିଏ ନ ଜାଣିଲା ପରେ ତାଙ୍କ ସ୍ତ୍ରୀକୁ ଆଣି ଘରେ ରଖି ଦେଇଛନ୍ତି। ଭାବୁଛନ୍ତି କେହି ଜାଣିନାହାନ୍ତି। ସେ ସମୟରେ କଣ ଅଛି ପ୍ରିୟ ଭାଇ ଭଉଣୀ ମାନେ? ନାଥନ ଯାଉଛନ୍ତି। ଆଗରୁ ଅନ୍ୟମାନେ ଯାଇଥିବେ, କିନ୍ତୁ ନାଥନ ଯିବାଟା ଫରକ ଆଣୁଛି। ନାଥନ ଯାଇକରି ଗୋଟେ କାହାଣୀ ଶୁଣାଇଲେ, ଜଣଙ୍କର ଛେଳି ଥିଲା, ମେଣ୍ଢା ଥିଲା, ଜଣେ ନେଲା ମାରି ଖାଇଲା। ଇଏ ତ ରାଗି ଯାଉଛନ୍ତି ପୁରା। କିଏ? ଆଜ୍ଞା କୁହନ୍ତୁ କିଏ? ସେ ଅବଶ୍ୟ ପ୍ରାଣଦଣ୍ଡ ପାଇବ। କଣ ପାଇବ? ସେ ଅବଶ୍ୟ ପ୍ରାଣଦଣ୍ଡ ପାଇବ। ନାଥନ କଣ ବୋଲି କହିଲେ? ନାଥନ କହିଲେ, ତୁମେ ଆକା ସେଇ ଲୋକ। ମୋର ପ୍ରିୟ ମାନେ, ଆଜି ସେମିତି ଭାବବାଦୀ କାହାନ୍ତି? ଜଣେ ବ୍ୟଭିଚାର ପାପ କଲେ, ଜଣେ କୁକର୍ମ କଲେ, ଜଣେ ଅସାଧୁ କାମ କଲେ, ଜଣେ ଦୁର୍ବଳ କାମ କଲେ, ତାକୁ ମୁହଁ ଉପରେ କହିବା ଭାବବାଦୀ କାହାନ୍ତି? ଆମେ ତ ବ୍ୟଭିଚାର ସହିତ ବସି ଖାଉଛୁ, ତାର ଦାନ ନଉଛୁ, ତାର ଦଶମାସ ନଉଛୁ, ଆମେ କେବେ ତାକୁ ସଜାଡ଼ିବୁ? କହିବା ପାଇଁ ଚାହେଁ, ଜଣେ ବ୍ୟକ୍ତି ଏ ବତ୍ସେବା ଠିଆ ହଉଛନ୍ତି, ସେ ହଉଛନ୍ତି ଜଣେ ଭାବବାଦୀ। ସେଇଦିନ ନାଥନ ଠିଆ ହେଇଥିଲେ। କଣ ବୋଲି କହିଲେ ସେଦିନ ନାଥନ? ଗୋଟିଏ କଥା କହିଲେ, ତୁମେ ସିଏ ଲୋକ, ତୁମେ ସେ ପାପ କରିବା ଲୋକ। ମୋର ପ୍ରିୟ ମାନେ, ପ୍ରଭୁଙ୍କ ଦାସ ଭାବେ ପ୍ରାର୍ଥନା କରନ୍ତୁ। ଦାଉଦ ମଧ୍ୟ କଣ? ସେ ଭୁଲ କାମ କରି ନୀରବ ରହିଯାଇଥିଲେ, ଚୁପଚାପ ହେଇ ରହିଥିଲେ। ସେ ଭାବୁଥିଲେ କଣ? ମୋର ବିଷୟ କେହି ଜାଣିବେ ନାହିଁ। 51 ଗୀତ ଲେଖୁଛନ୍ତି, ହେଡିଂ ଟିକେ ପଢିବେ। 51 ଗୀତର ହେଡିଂ ଟିକେ ପଢିବେ। ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ଦାଉଦ ବେତ୍ସେବା ଠାରେ ଗମନ କଲାଉଠାରେ ତାଙ୍କ ନିକଟକୁ ନାଥନ ଭବିଷ୍ୟଦ୍ବକ୍ତା ଆସିବା ସମୟରେ ରଚିତ। କଣ ଦେଖନ୍ତୁ, ଦାଉଦ ଅନେକ ଗୀତ ଲେଖିଛନ୍ତି, କିନ୍ତୁ 51 ଗୀତ ଯଦି ଲେଖି ନଥାନ୍ତେ ବାକି ସବୁ ଗୀତ ପାଣି ଫାଟି ଯାଇଥାନ୍ତେ। 51 ଗୀତ କେତେ ଲେଖୁଛନ୍ତି? ଯେତେବେଳେ ନାଥନ ଆସୁଛନ୍ତି। ମୁଁ ପ୍ରାର୍ଥନା କରୁଛି, ପ୍ରଭୁ ଆଜି ଆମର ସଭାକୁ, ଆମର ସମିତିକୁ, ଆମର ଅନୁଷ୍ଠାନକୁ, ଆମର ମଣ୍ଡଳୀକୁ ନାଥନକୁ ପଠାଅ ପ୍ରଭୁ। ଯିବ ଆଉ ମୁହଁ ଉପରେ କହିବ, ତୁମେ ସେଇ ଲୋକ, ପାପ କରିଛ। ୟୁ ଆର୍ ପର୍ସନ୍। ବ୍ୟଭିଚାର କରି ଚୁପ୍ ହେଇଥିବ, ଭୁଲ କାମ କରି ଚୁପ୍ ହେଇଥିବ, ପାପ କାମ କରି ଚୁପ୍ ହେଇଥିବ, ତାକୁ କାନ୍ଧରେ ହାତି ଆମେ ଚାଲୁଥିବୁ। କଣ ପୃଥିବୀରେ ଏମିତି ଟଙ୍କା ଛପା ହେଇନାହିଁ ତ ପ୍ରଭୁଙ୍କ ଦାସମାନଙ୍କୁ କିଣିପାରୁ? ପ୍ରଭୁଙ୍କ ଦାସକୁ କିଣିବା ପାଇଁ ଆଜି ଟଙ୍କା ଛପା ହେଇନାହିଁ। କହିବା ପାଇଁ ସେଦିନ ନାଥନ ଆସିଥିଲେ।
ଯେତେବେଳେ ରାଜା ଅନ୍ୟ ଜଣ ହିଁ ବସିଛି, ରାଜା ଅନ୍ୟ ଜଣ ହିଁ ବସିଛି, କିଏ? ଅଦନୀୟ ରାଜା ହେଇଯାଇଛି, ଦାଉଦଙ୍କର ଚତୁର୍ଥ ପୁତ୍ର, ସେ ରାଜା ହେଇଯାଇଛି। ଏ କଥା ଯେତେବେଳେ ଶୁଣିଲେ, ସେ ରାଜା ଡିକ୍ଲେୟାର କରି ସାରିଲାଣି। ସେଇ ସମୟରେ ଆସୁଛନ୍ତି କିଏ? ନାଥନ କହିଲେ, ଯାଅ ରାଜାକୁ କଥା ହବ। ରାଜା ଭୁଲି ଯାଇଛନ୍ତି ବୋଧେ, ବାର୍ଦ୍ଧକ୍ୟ ସକାଶେ, ରୋଗ ସଜ୍ଜା ସକାଶେ, ପୁଅ ତୁମେ ଯାହା ପ୍ରତିଜ୍ଞା କର, କାହିଁ ସେଇଟା ମୋର ପୁଅ ରାଜା ହେବାର ଥିଲା, କାହିଁ ତୁମେ କଥା ହେଲା ବେଳକୁ ମୁଁ ବି ତୁମ ପଛରେ ଆସିବି ଠିଆ ହେବି, ମୁଁ ତୁମକୁ ସମର୍ଥନ କରିବି। ମୋର ପ୍ରିୟ ମାନେ, ଭାବବାଦୀ ସିଏ ଯୋଉଠି ଭୁଲ ହବ ସିଧା କଥା କହିବ, ସିଧା କଥା, ନ ବକୱାସ, ସିଧା କଥା। ଆମକୁ ଓଡ଼ିଶାରେ ଯେତିକି ଭଲ ପାଇବା ଲୋକ ନାହାନ୍ତି, ତାଠୁ ଅଧିକ ଘୃଣା କରିବା ଲୋକ ଅଛି। କଣ ପାଇଁ? ମୁହଁ ଉପରେ କହିବା ପାଇଁ। କାରଣ ବାପାରୁ ଖାଉନୁ, କାହାକୁ ଡରବାଟା ନାହିଁ। କାହାର ପଇସା ନେବେ ବଞ୍ଚୁନୁ, ସେ ଦଉଛନ୍ତି, ଆମେ ଖାଉଛୁ। ପ୍ରଭୁଙ୍କର ଦାସ ଭାବରେ ସେ ଯାହା କହିବେ ତା ଅବଶ୍ୟ କହିବୁ। ମୋର ଖାଲି ପ୍ରାର୍ଥନା, ପ୍ରଭୁ ଆଜିର ସମୟରେ ନାଥନକୁ ଉଠାଅ, ଜଣେ ବାପ୍ତିଜଙ୍କ ଜଣକୁ ଉଠାଅ ପ୍ରଭୁ, ଯେ ମଣ୍ଡଳୀକୁ ଯିବ, ସଭାକୁ ଯିବ, ଲୋକଙ୍କ ବଂଶ ମୁହଁ ଉପରେ କହିବୁ, ପାପ କଲେ ମୁହଁ ଉପରେ କହିବୁ। ରାଜା ବି ହୁଅନ୍ତୁ, ଆମେ କଣ ଯଦି ଗରିବ ଲୋକ ହେଇଥିବ ତା ତଣ୍ଟି ଚିପ ପାଇଁ ଯିବ, ଧନୀ ଲୋକ ହେଲେ ତାର ବେକରେ ଫୁଲମାଳ ପିନ୍ଧିବାକୁ ଯିବ। ଗରିବ ଲୋକ ତାର ବିବସ୍ତ୍ର କରି ପକାଇବୁ, ଧନୀ ଲୋକ ତାକୁ ଶାଲ ପିନ୍ଧିବାକୁ। କଣ ଯଦି ଆଜି ରାଜା ହେଇଛନ୍ତି ସଲୋମନ, ତା ପଛରେ କିଏ ଅଛନ୍ତି? ତାଙ୍କ ପଛରେ ନାଥନ ବି ଅଛନ୍ତି। ଦେଖ ସେ ମୁକୁଟକୁ ଦେଖି ଭଲ କରି ଦେଖ। ସଲୋମନଙ୍କ ମସ୍ତକ ଯୋଉ ମୁକୁଟ ଦେଖିପାରୁଛ, ସେ ମୁକୁଟ ତାର ମା ତାକୁ ପିନ୍ଧାଇଛନ୍ତି। ମୋର ମା ମାନେ, ଯଦି ଆପଣ ଆଜି ଅଣ୍ଟା ଭିଡ଼ିବେ ତୁମ ପୁଅକୁ ସମାନ ଠିଆ କରିପାରିବେ ଆପଣ। ମା ଯଦି ଠିଆ ଅଣ୍ଟା ଭିଡ଼ିବ, ଦେଖନ୍ତୁ ମା ଯଦି ଶାଢ଼ୀକୁ ଭିଡ଼ି ଠିଆ ହେଲେ ତା ସାମ୍ନାରେ ଠିଆ ହେଇପାରିବ କି? ମାର ଅନ୍ୟାନ୍ୟ ରୂପ ଅଛି। ଆମର ଦେଶ ତ ମାକୁ ପୂଜା କରନ୍ତି, ଅନେକ ନାଁ ଦିଅନ୍ତି ମାକୁ। ମାର ଉଗ୍ର ରୂପ ବି ଅଛି, ତାକୁ ଯେତିକି ସରଳ ଦେଖୁଛୁ କି ନାହିଁ ସେତିକି ସରଳ ନାହିଁ। ଆଜି ମା ଚାଲି ପାରୁନାହିଁ, କିନ୍ତୁ ସେଇ ମା 5ଟା ପିଲାକୁ କଳନ୍ତରୀ କରି ବଢେଇଛି। ସେଇ ମା ଘର ସବୁ ସମ୍ଭାଳିଛି। ଆଜି ଆମର ଝିଅମାନଙ୍କୁ ଟିକେ ପାଣି ଆଣ ବୋଲେ କରୁଛି। ସେଇ ମା 5ଟା ଛୁଆ ପାଇଁ ପାଣି ଆଣୁଥିଲା, 5ଟା ପାଇଁ ରୋଷେଇ କରୁଥିଲା, 5ଟା ଯତ୍ନ ନେଇଛି। ସେ ଭଲ ଖାଇ ନାହିଁ, ଭଲ ଶୋଇ ନାହିଁ, ଭଲ ପିନ୍ଧି ନାହିଁ। ସେଇ ମା ଆଜି ଆମକୁ ଠିଆ କରାଇଛି। ଆଉ ସେଇ ମା ପାଇଁ ମୋର ମର୍ଯ୍ୟାଦା ଆଜି ନାହିଁ। ମା କେବେ କିଛି ମାଗେ ନାହିଁ, ମା ମାଗେ କି ନାହିଁ, ସେ ଚାହେଁ ମୋ ପିଲାକୁ ବୁଝିଥାଉ। ଥରେ ଗୋଟେ ମାକୁ ମୁଁ ପଚାରିଲି, ମା କେମିତି ଅଛ? ଆଜ୍ଞା ମୋର ପୁଅ ପାଇଁ ଟିକେ ପ୍ରାର୍ଥନା କର ଆଜ୍ଞା, ତାର ଟିକେ ଦରମା ଟିକେ ବଢୁ। ଭଲ ନାହିଁ ଆଜ୍ଞା, ତାର ପିଲାକୁ ଚାକିରି ହଉନାହିଁ, ତାର ଝିଅର ବାହାଘର ହେଇପାରୁନାହିଁ ଆଜ୍ଞା, ମୋର ପୁଅକୁ ପୁଣି ଡାଇବେଟିସ୍ ବାହାରିଲା ଆଜ୍ଞା, ମୋର ବୋହୁକୁ ଅଣ୍ଟା ବଥା ଥାଉଛି ଆଜ୍ଞା। ମୁଁ ପଚାରିଲି, ମା ମୁଁ ତମକୁ ପଚାରୁଛି କେମିତି ଅଛି? ମୋର କଥା ନାହିଁ ବାବୁ, ମୋର ପିଲା ଭଲରେ ନାହିଁ, ମତେ ଭଲ ଲାଗୁନାହିଁ, ମୁଁ ଶୁଣି ପାରୁନାହିଁ। ସେ ପୁଅ ତାକୁ ପଚାରୁ ନାହିଁ, ସେ ପୁଅ ଅନେଇକି ଦେଖୁନାହିଁ। ମାତ୍ର ସେ ପୁଅ ପାଇଁ ମଧ୍ୟ ମା, ଝିଅମାନେ କଣ କରିବେ? ପ୍ଲାନ୍ କରି ମାକୁ ଆଜି ଯିବି ତ ଘରେ ଯିବି, ମାକୁ ଏମିତି ଗାଳି କରିବି ବୋଲି ଆସୁଛନ୍ତି ଝିଅମାନେ। କଣ କରିବେ? ଗାଡ଼ି ଚଢି ମାକୁ ଗାଳି କରିବାକୁ ଯାଉଛନ୍ତି। କହିବା ପାଇଁ ଚାହେଁ, ଦେଖ ସିଓନର କନ୍ୟା ମାନେ ଦେଖ, ଶିଖ। ତମେ ଖାଲି ରୁଣୁ ଧୁଣୁ ହେଇ ବୁଲୁଛ, ସୁନ୍ଦର ବସ୍ତ୍ର ପିନ୍ଧି ବୁଲୁଛ, କିନ୍ତୁ ଦେଖ ସଲୋମନର ମାକୁ ଦେଖ, ବେତ୍ସବାକୁ ଦେଖ, ସେ କଣ କରିଛି? ତା ପୁଅକୁ ମୁକୁଟ ପିନ୍ଧେଇଛି। ସେ ବାହାଘର ପିନ୍ଧା ମୁକୁଟକୁ ସେ କୋଉଠି ପିନ୍ଧିଛି? ରାଜ ଅଭିଷେକରେ ପିନ୍ଧିଛି। ଆସନ୍ତୁ ପ୍ରାର୍ଥନା କରିବା ପାଇଁ ଯିବା, ଯଦି ପାରିବେ ଆଣ୍ଠୁରେ ଆସନ୍ତୁ ଭାଇମାନେ, ଆଣ୍ଠୁରେ ଆସନ୍ତୁ। ସୁଯୋଗ ମିଳିବ ନାହିଁ ଆହୁରି, ଜାଗା ଅଛି ଆପଣ କୋଉଠି ଆଣ୍ଠେଇ ପାରିବେ, ମା ମାନେ ଆଣ୍ଠେଇ ପାରିବେ, ଝିଅମାନେ ଆଣ୍ଠେଇ ପାରିବେ। ଆଜି ପ୍ରାର୍ଥନା କରିବା ଆମର ମା ପାଇଁ। এই মহিলা সমিতির কহিবা পাই যে মা মানে তুমি যাহা চাইব তাহা করি পারিব, তোমার সেতিকে শক্তি ଅଛି। তোর পুଅକୁ তুমি ଭଲ କରି ପାରିବ, তোমার ଝିଅକୁ ଭଲ କରି ପାରିବ। মা কেবে হারে নাই। কৌতুক আজ প্রসঙ্গ, সংঘর্ষর অন্য না হচ্ছে মা। মা সংঘর্ষ করে, মা হচ্ছে রিয়েল ফাইটার।
ତାହାର ହାତରୁ ଏ ଛଡ଼େଇ ନେବ। ମୁଁ କହୁଥିଲି କୁକୁର ମଧ୍ୟ ତା ଛୁଆର ଯତ୍ନରେ ଜାଣେ, କୁକୁଡ଼ା ମଧ୍ୟ ତା ଛୁଆର ଯତ୍ନରେ ଜାଣେ। ତ ମା କେମିତି ହେବା କଥା? ମା ମାନେ ହାରନ୍ତୁ ନାହିଁ। ଆପଣଙ୍କ ପୁଅ ମଦୁଆ ହେଇଯାଇପାରେ, ଆପଣଙ୍କ ପୁଅ ଗଞ୍ଜେଇକି ଖାଉଥାଇପାରେ, ଆପଣଙ୍କ ପୁଅ ପଚାରୁନାହାନ୍ତି, ଆପଣଙ୍କ ଝିଅ ପଚାରୁନାହାନ୍ତି, ହାରନ୍ତୁ ନାହିଁ। ଆଣ୍ଠୁରେ ଆପଣ ଲଢ଼ନ୍ତୁ, ସଂଘର୍ଷ କରନ୍ତୁ। କାଲିକା ବଳିକା ବିଷୟ ଦେଖିବା। ହାନ୍ନା ଶୂନ୍ୟ ଗର୍ଭରେ ପ୍ରଭୁଙ୍କ ପାଖକୁ ଯାଇଛି, ଆଉ ଯାଇକି କଣ କହୁଛି, ପ୍ରଭୁ ଯଦି ତୁମେ ଗୋଟେ ପୁଅ ମତେ ଦେବ, ଗୋଟେ ପୁଅ ତୁମେ ଦେବ ପ୍ରଭୁ, ମୋର ପୁଅକୁ ତମର ଘରେ ଛାଡ଼ିଦେବି, ତୁମ ଘରେ ଛାଡ଼ିବି। ଆଉ ସାମୁଏଲ ଭାବବାଦୀ ମାନଙ୍କ ମଧ୍ୟରେ ସାମୁଏଲ ପରି କିଏ ନାହିଁ, କେହି ନାହିଁ। ଗୋଟେ ମା ଯଦି ଚାହିଁବ ଏମିତି ଛୁଆକୁ ତିଆରି କରିପାରିବ। ଆଜି ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆସନ୍ତୁ ଆଣ୍ଠୁରେ ଆସିବା, ହାଲେଲୁୟା, ପ୍ରାର୍ଥନା କରିବା ପାଇଁ ଯିବା। ମା ମାନେ ପ୍ରାର୍ଥନା କରନ୍ତୁ। ଭାଇମାନେ ମୁଁ କହିବା ପାଇଁ ଚାହେଁ, ମୋର ଭାଇମାନେ ଶୁଣ, ବାପା ମାଆକୁ କନ୍ଦାଇବା ଲୋକମାନେ ଶୁଣ, ଆଜି ସୁଯୋଗ ଅଛି ତୁମ ପାଇଁ, କାନ୍ଦିଥାଅ, ଜୀବନ ସାରା କାନ୍ଦିବା ପାଇଁ ପଡ଼ିବ। ବାପା ମାଆକୁ କନ୍ଦେଇ ଆଜି ଯାକେ ଭଲ ପଡ଼ିନାହିଁ। ଜଣେ ଲୋକ ବି ଭଲ କରିନାହାନ୍ତି। ତୁମର ଘର ଥାଇପାରେ, ଚାକିରି ଥାଇପାରେ, ବ୍ୟବସାୟ ଥାଇପାରେ, ଉପାର୍ଜନ କରୁଥାଇପାର, କିନ୍ତୁ ଯୋଉ ଘରୁ ମା କାନ୍ଦିକି ଯାଇଛି ସେ ଘର ଲୋକ କାନ୍ଦିବାଟା ଆଜି ବନ୍ଦ ହେଇନି। ଚେଷ୍ଟା କର ମାର ଲୁହ ପୋଛିବା ପାଇଁ, ଯେତିକି ଦିନ କନ୍ଦେଇଛ। ହାଲେଲୁୟା, ପ୍ରାର୍ଥନା କରିବା ପାଇଁ ଯିବା ସମସ୍ତେ। ହାଲେଲୁୟା, ଉପଦି ପ୍ରାର୍ଥନା କରିବା ପାଇଁ ଚାହେଁ। ଚକ୍ଷୁ ବନ୍ଦ କରନ୍ତୁ, ପ୍ରଭୁକୁ କୁହନ୍ତୁ, ପ୍ରଭୁ ମୁଁ ମା ଭାବରେ ପ୍ରଭୁ ମୋର କର୍ତ୍ତବ୍ୟର ଅବହେଳା କରିଛି। ମୁଁ ମା ଭାବରେ ପ୍ରଭୁ ମୋର ପିଲାର ଯତ୍ନ ନେଇ ନାହିଁ। ଯଦି ମୋର ପିଲା ଯୋଉ ବାଟରେ ଯାଇଛି ମୁଁ ଦାୟୀ ପ୍ରଭୁ। ଦେଖ ସଲୋମନଙ୍କର ମାକୁ ଦେଖ, ତା ଜୀବନରେ କେତେ ଦୁଃଖ ଅଛି, କେତେ ଅପମାନ ଅଛି, କେତେ ନିନ୍ଦା ଅଛି, କେତେ ସଂଘର୍ଷ ଅଛି, କିନ୍ତୁ ସେ ମା ହାରି ନାହିଁ। ତା ପୁଅକୁ ମୁକୁଟ ପିନ୍ଧାଇଛି ସେ ମା। पिता परमेश्वर ଏଠି କେତେ ପୁଅ ଝିଅମାନେ ବସିଛନ୍ତି ପ୍ରଭୁ, ଜଣେ ମାକୁ ସବୁଦିନ କନ୍ଦାଉଛନ୍ତି, ମାର ଯତ୍ନ ନେଉନାହାନ୍ତି, ମାକୁ ଅପମାନ କରୁଛନ୍ତି, ମାକୁ ଘୃଣା କରୁଛନ୍ତି। ପ୍ରଭୁ ଏମାନଙ୍କୁ ଦୟା କର ପ୍ରଭୁ, ଆଜି ସେମାନଙ୍କ ମନରୁ ସେଇ ଘୃଣା ଭାବକୁ ଦୂର କର ପ୍ରଭୁ। ମୋର ମା ମାନଙ୍କ ପାଇଁ ମୁଁ ପ୍ରାର୍ଥନା କରୁଛି ପ୍ରଭୁ, ଆଜି ଗୋଟେ ମାର ବାସ୍ତବ କର୍ତ୍ତବ୍ୟ କରିବା ପାଇଁ ସାହାଯ୍ୟ କର। କନ୍ୟା ମାନେ ଦେଖ, ସଲୋମନଙ୍କର ମାକୁ ଦେଖ, ମୋର ଭଉଣୀ ମାନେ ସଲୋମନ ମାକୁ ଦେଖନ୍ତୁ। ସେ ମା ତା ପୁଅକୁ ମୁକୁଟ ଦେଇଛି। ମା ଚାହିଁଲେ ପୁଅକୁ ମୁକୁଟ ଦେଇପାରେ। ଆପଣ ହାରନ୍ତୁ ନାହିଁ ମୋର ଭଉଣୀ ମାନେ, ପ୍ରାର୍ଥନା କରନ୍ତୁ ପୁଅ ପାଇଁ। ପୁଅ ବାଟରେ ଚାଲି ଯାଇଛି, ଝିଅ ବାଟରେ ଚାଲି ଯାଇଛି, ଆପଣଙ୍କ ଯତ୍ନ ନେଉନାହିଁ, କଥା ମାନୁନାହିଁ, କିନ୍ତୁ ଗୋଟେ ପରିବର୍ତ୍ତନ ଆସିବ। ପ୍ରାର୍ଥନା କରିବା ପାଇଁ ଚାହା ଆପଣଙ୍କ ପାଇଁ। ଝିଅ ମାନେ ତୁମ ପାଇଁ ଗୋଟେ ସୁଯୋଗ ଅଛି, ମା ବାପା ଥାଉ ଥାଉ ଯତ୍ନ ନେବା ପାଇଁ। ଅନେକ ଝିଅ ମାନେ ଅପେକ୍ଷା କରୁଛନ୍ତି ବାପା ଠାରୁ ନେବା ପାଇଁ, ମା ଠାରୁ ନେବା ପାଇଁ। ବାପା ତୁମେ କଣ ଦେବ, ଆହୁରି ଦିଅ, ଆହୁରି ଦିଅ, କିନ୍ତୁ ତୁମେ ତୁମ ବାପାକୁ କଣ ଦେଇଛ? ତୁମେ ତୁମ ମାକୁ କଣ ଦେଇଛ? କଣ ପ୍ରାର୍ଥନା କରିବ? ପୁଅ ମାନେ ପ୍ରାର୍ଥନା କରିବା ପାଇଁ ଚାହେଁ, ଆଜି ତୁମ ପାଇଁ ସୁବର୍ଣ୍ଣ ସୁଯୋଗ ଅଛି। ତମର ଚାକିରି, ତୁମର ବ୍ୟବସାୟ, ତୁମର ଧନ, ତୁମର ଟଙ୍କା ତୁମକୁ ପ୍ରୋଟେକ୍ଟ କରିପାରିବ ନାହିଁ। ପ୍ରୋଟେକ୍ସନ ହଉଛି ମା। ସେ କାନ୍ଥ ଯେବେ ଭାଙ୍ଗିଯିବ, ସେ କାନ୍ଥ ଯେବେ ଭାଙ୍ଗିଯିବ ଆଉ ତୁମେ ରହିପାରିବ ନାହିଁ। ଉଜୁଡ଼ା ଭୂମିରେ ରହିଲା ଭଳିଆ ହବ ପରିସ୍ଥିତି। ପିତା ମୁଁ ପ୍ରାର୍ଥନା କରୁଛି ପ୍ରତ୍ୟେକ ମା ମାନଙ୍କ ପାଇଁ, ପ୍ରତ୍ୟେକ ଭଉଣୀ ମାନଙ୍କ ପାଇଁ, ପ୍ରତ୍ୟେକ ଝିଅ ମାନଙ୍କ ପାଇଁ, ପ୍ରତ୍ୟେକ ବାପାଙ୍କ ପାଇଁ ପ୍ରାର୍ଥନା କରୁଛି ପ୍ରଭୁ, ଆଜି ସେମାନଙ୍କ ଚକ୍ଷୁକୁ ଖୋଲି ଦିଅ ପ୍ରଭୁ। କେତେ କନ୍ଦେଇଛନ୍ତି ପ୍ରଭୁ ବାପା ମାଆକୁ,
କେବେ ସେମାନେ ଖୁସି ହେବେ ପ୍ରଭୁ ଆମ ଦ୍ୱାରା ମୁଁ ପ୍ରାର୍ଥନା କରୁଛି ପ୍ରଭୁ ଆଜି ପ୍ରତ୍ୟେକ ଜୀବନରେ ଆପଣଙ୍କର ଦୟାର ହାତ ପ୍ରଭୁ ଆମେ ଆଶୀର୍ବାଦ ପାଇବାର ଯୋଗ୍ୟ ନାହିଁ ପ୍ରଭୁ ଦଣ୍ଡ ପାଇବାର ଯୋଗ୍ୟ ଆମେ ସେଇ କାମ ଗୁଡ଼ିକ କରିଛୁ ପ୍ରଭୁ କିନ୍ତୁ ଆଜି ଆପଣଙ୍କ ପାଖକୁ ଆସୁଛୁ ଦୟା କର ଯେଉଁମାନେ ଆଜିଠାରୁ ଜୀବନକୁ ସଜାଡ଼ିବା ପାଇଁ ଚାହୁଁଛନ୍ତି ଗୋଟେ ବାସ୍ତବ ପୁଅ ଝିଅ ହେବା ପାଇଁ ଉତ୍ତମ ମା ହେବା ପାଇଁ ଯତ୍ନ ନେବା ପାଇଁ ପ୍ରାର୍ଥନା କରିବା ପାଇଁ ଚାହେଁ ଆପଣଙ୍କୁ ଗୋଟିଏ ହାତ ଖାଲି ସ୍ୱର୍ଗରେ ଉଠନ୍ତୁ ଜଣାଇବା ପାଇଁ ଯେ ମୁଁ ମୋର ବାପା ମାର ଉତ୍ତମ ଯତ୍ନ ନେବି ଉତ୍ତମ ଝିଅ ହେବି ଉତ୍ତମ ପୁଅ ହେବି ଝିଅମାନେ ଦୁନିଆରେ ସବୁଠୁ ତୁମକୁ ଅଧିକ ଭଲ ପାଇବା ଲୋକ ତୁମର ମା ତୁମର ବାପା ସଲୋମନ ଯଦି ରାଜା ହେଇଛନ୍ତି ତାଙ୍କର ମାଙ୍କର ଅବଦାନ ଅଛି ଆପଣ ଆଜି ଯାହା ବି ହେଇଛନ୍ତି ମାଙ୍କର ଅବଦାନ ଅଛି ପ୍ରଭୁ ଯୋଉମାନେ ହସ୍ତ ଉଠାଇ ପ୍ରଭୁ ସ୍ୱୀକାରୋକ୍ତି ଜଣାଉଛନ୍ତି ଯେ ପ୍ରଭୁ ଆଜିଠାରୁ ମୁଁ ଉତ୍ତମ ବ୍ୟକ୍ତି ହେବି ବୋଲି ପ୍ରଭୁ ମୋର ପୁଅ ମାନଙ୍କ ପାଇଁ ପ୍ରାର୍ଥନା କରୁଛି ପ୍ରଭୁ ଦୟା କର ବାପା ସେମାନଙ୍କ ବାପା ମାର ଯତ୍ନ ନେବା ପାଇଁ ସାହାଯ୍ୟ କର ଏବେ ପର୍ଯ୍ୟନ୍ତ ଯତ୍ନ ନେଇନାହାନ୍ତି ଉପେକ୍ଷା କରିଛନ୍ତି ତିରସ୍କାର କରିଛନ୍ତି ଅପମାନ